नमस्कार जय जगन्नाथ। ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ। ଓଏସଏସସି ସିଜିଏଲ 2025 ଯୋଉଟା ଏକ୍ଜାମ ହେଇଥିଲା ଜୁଲାଇ ମନ୍ଥରେ ରେଜଲ୍ଟ ଆସିଲା 19 ଅଗଷ୍ଟ। ଟିଭି ପାଇଁ କଟଅଫ୍ ହେଲା 156। ତ ୟାର ରିଜନ କ'ଣ? ଭେକେନ୍ସି ଥିଲା 1576, 1576 ଭେକେନ୍ସି ଥିଲା, କିନ୍ତୁ କଟଅଫ୍ ହେଲା 87 କୁ କାଟିଦେଲେ 156। ତ ଏତେ ଯିବାର ରିଜନଟା କ'ଣ? ଭେକେନ୍ସି ଏତେ ଅଛି, ପିଲା ବି ଡାକିଥିଲା 7000 ପାଖାପାଖି। ଏକ୍ଜାମ କ'ଣ ଲେଭେଲ ହେଲା ସବୁ ଏଇଠି ଆନାଲିସିସ୍ କରିବା। ତା ପୂର୍ବରୁ ମୁଁ କହିଦିଏ, ମୁଁ ଅଲରେଡ଼ି ଗୋଟେ ବ୍ୟାଙ୍କ କରିଥିଲି, ତାପରେ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଆସିଲି। ଫାର୍ଷ୍ଟ ଏକ୍ଜାମ ଦେଲି, ସେକେଣ୍ଡ ଏକ୍ଜାମ ଦେଲି, ନେକ୍ସଟ ଆଉ କିଛି ଏକ୍ଜାମ ଦେବାର ଅଛି କି? ଦ୍ୟାଟ୍ସ 2027ରେ ଜଣାପଡ଼ିବ। ଚାଲ ଷ୍ଟାର୍ଟ କରିବା କ'ଣ ହେଲା। ତା ପୂର୍ବରୁ ଆମେ ଟିକେ ଦେଖିବା କି 2022ରୁ 2025ର ଟ୍ରେଣ୍ଡ କ'ଣ। 2022ରେ ପ୍ରିଲିମ୍ ମେନ୍ସର ଟ୍ରେଣ୍ଡ ଏଇଟା ଥିଲା, 2023ରେ ବି ପ୍ରିଲିମ୍ସ ମେନ୍ସର ଟ୍ରେଣ୍ଡ ଏତେ ଥିଲା, 24ରେ ବି, ଆଉ 25ରେ ଡିଫରେନ୍ସ ଇଜ୍ ହାଇ। କ'ଣ ପାଇଁ? ଅନଲାଇନ୍ ଏକ୍ଜାମ। ଅନଲାଇନ୍ ଏକ୍ଜାମ ଯୋଗୁଁ ଏଇ ଯେଉଁ ଜମ୍ପଟି ହେଲା, ଆଉ ଏତେ ଭେକେନ୍ସି ଥାଇ କରି, ସେଇଟା ହେଉଛି ମୁଖ୍ୟ କାରଣ। ଅନଲାଇନ୍ ଏକ୍ଜାମ ଯେଉଁ ହେଲା କିଛିଟା ଫ୍ୟାକ୍ଟ କହୁଛି। ଅନଲାଇନ୍ ଏକ୍ଜାମ କିଏ କରେଇଲା? ଏକ୍ଜାମ କରେଇଲା TCS। SSC CGL ଆଉ ବାକି ଯାହା ବି ଏକ୍ଜାମ ରହୁଛି TCS କରାଉଥିଲା। ରେଲୱେ ହଉ, NTPC ହଉ, ତାପରେ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଫରେଷ୍ଟ ଗାର୍ଡ, RI, ଏଇସବୁ ଏକ୍ଜାମ। ତ ଯେଉଁମାନେ RI ଦେଇଥିଲେ, ଯେଉଁମାନେ ଫରେଷ୍ଟ ଗାର୍ଡ ଦେଇଥିଲେ, ଯେଉଁମାନେ CGLରେ ଏଣ୍ଟ୍ରି କରୁଥିଲେ, ଯେଉଁମାନେ CGL ପ୍ରିପାରେସନ୍ କରୁଥିଲେ, ସେଣ୍ଟ୍ରାଲ CGL, ସେମାନେ ଫାଇଦା ରହିଲେ। ଓଡ଼ିଆ ଇଂଲିଶ ପ୍ରଥମ ରିଜନଟା ହେଉଛି ଓଡ଼ିଆ ଇଂଲିଶ ଇଜି କରିଦେଲା। ର୍ୟାଙ୍କ ମିତ୍ରର ଡେଟା ଦେଖିବ, 500 ପିଲା 90+ ଆଣିଛନ୍ତି। ଓଡ଼ିଆ ଇଂଲିଶରେ 100ରୁ 90 ଆଣିବା ବହୁତ ମୁସ୍କିଲ। କିଛି ଗୋଟେ ଷ୍ଟାଣ୍ଡାର୍ଡ ଥିବ, 100ରୁ 75, 80 ସେଥିରେ ମାଡ଼ାମୁଡ଼ି ହୁଏ, କିନ୍ତୁ 100ରୁ 90+, 95, 100 ଆଉଟ୍ ଅଫ୍ 100, ଦୁଇଟା ପିଲା 100 ଆଉଟ୍ ଅଫ୍ 100 ଆଣିଛନ୍ତି। ଜିଏସ୍ ଯେହେତୁ ଦେଖ, ଓଡ଼ିଆ ଇଂଲିଶ ଯେହେତୁ ମାନେ ସମସ୍ତେ 100ରୁ 100 ଆଟେମ୍ପ୍ଟ କରୁଛନ୍ତି, ତାପରେ ନେକ୍ସଟ ଯେତେବେଳେ ଏକ୍ଜାମକୁ ଯିବେ ସେମାନଙ୍କର କନଫିଡେନ୍ସ ଲେଭେଲ ଆହୁରି ଅଲଗା ପ୍ରକାର ଥିବ। ଯେତେବେଳେ ସେମାନେ ଜିଏସ୍ ଆଟେମ୍ପ୍ଟ କରିଥିବେ ସେ ଟାଇମରେ ଅବଭିୟସଲି ଯଦି 70 ଜାଗାରେ 70 ଆଟେମ୍ପ୍ଟ କରିଥାନ୍ତେ, ସେମାନେ 80-90କୁ ବି ଯିବେ। ଆଉ ସେଇ ଯେଉଁ 80-90କୁ ଯିବେ, ସେଇଠି କିଛିଟା ସେଦିନର ଲକ୍ ଫ୍ୟାକ୍ଟର ଯାହାର ସାଥ ଦେଇଥିବ, ସେମାନେ ଭଲ ମାର୍କ ଆଣିଥିବେ। ଆଉ ଲକ୍ ଫ୍ୟାକ୍ଟର ସହିତ ଏମିତି ନୁହେଁ କି ମାନେ ଏକ୍ଜାମ ବହୁତ ଇଜି ଥିଲା ତ ୟା ହାର୍ଡ ଥିଲା ୟା ମଡରେଟ୍ ଥିଲା, ନା, ଯୋଉ ବି 1576 ପିଲା ପାଇବେ ସେଦିନ ସେମାନଙ୍କର ଦିନ ଥିଲା। ବାକି ଯେଉଁମାନେ କଟିବେ, ଯେଉଁମାନେ ଭଲ ଭଲ ପିଲା ବହୁତ କଟୁଛନ୍ତି, ବହୁତ ଭଲ ଭଲ ପିଲା କଟୁଛନ୍ତି। ଏମିତି ନୁହେଁ କି ସେମାନେ ମେହନତ କରିନଥିଲେ, ମେହନତ କରିଥିଲେ। 3 ମାସ 4 ମାସ ଇଭେନ୍ ବର୍ଷେ। 2025ର ଯେଉଁ ଭେକେନ୍ସି ଆସିଲା, କେବେ ଆସିଲା? 2025ର ଭେକେନ୍ସି ଯେଉଁ ଆସିଲା ଡିସେମ୍ବର ମନ୍ଥରେ। 2025 ଜାନୁଆରୀରୁ ଡିସେମ୍ବର ଯାଏଁ ପ୍ରିପାରେସନ୍ କରୁଥିଲେ ପିଲାମାନେ। ବର୍ଷେ ମେହନତ କରିଥିଲେ। ତାହେଲେ ବର୍ଷେ ଯଦି ମେହନତ କରିଥିଲେ, ତାହେଲେ ପ୍ରୋବ୍ଲେମଟା କୋଉଠି ହେଇଗଲା? ସେମାନେ କ'ଣ ପାଠ ପଢ଼ିଲେନି? ଅବଭିୟସଲି ପାଠ ପଢ଼ିଥିବେ। ଜଣେ ଯଦି 2025 ମାନେ ଷ୍ଟାର୍ଟିଂରୁ ଆସିଥିବ, ସେ କହିବ କି ମୁଁ OSSC CGL ମାନେ ଆମର ମୋତେ ଟିକେ ଅଡ଼ିଟର ଦରକାର, ୟା କିଛି ଗୋଟେ ACTO ଦରକାର, ୟା ଭଲ ଭଲ ପୋଷ୍ଟ ଦରକାର। ସେ 2025 ଜାନୁଆରୀରୁ ପ୍ରିପାରେସନ୍ କରୁଛି, ସେ ମାନେ ଡିସେମ୍ବରରେ ନୋଟିଫିକେସନ୍ ଆସିଲା, ଆଉ ଯେତେବେଳେ ପ୍ରିଲିମ୍ ତାର ହଉନି, ୟା ତାର ମେନ୍ସରେ ସେ 156 ମାର୍କ ୟା 158 ରଖିଛି, ମାନେ 1 ଇୟର ମେହନତରେ ସେ ଯଦି ଗ୍ରୁପ C ପାଉଛି, ତାହେଲେ କିଛି ନା କିଛି ସେ ଆଡପ୍ଟ କରିପାରିଲାନି ସିଚୁଏସନକୁ, ୟା ତା ଷ୍ଟ୍ରାଟେଜି ଚେଞ୍ଜ କରିପାରିଲାନି ଲାଷ୍ଟ ମୋମେଣ୍ଟରେ, ସେଥିପାଇଁ କଟିଲା। କିଛି ପିଲା ଅଛନ୍ତି ଯେଉଁମାନେ ବହୁତ ସ୍ମାର୍ଟ, ସେମାନେ ଏକ୍ଜାମ ଜାଣିଲେ ଅନଲାଇନ୍ ହେଲା, ତାପରେ ଲଗେଇଗଲେ ଆମର TCSର ଯେତେ କୋଶ୍ଚିନ୍ ଅଛି, ୟା ତାର GS ଅଛି, ୟା RI, ୟା ଯେଉଁ ତାର ଏକ୍ଜାମ ହେଇଥିଲା 10-15 ଦିନ ଆନାଲିସିସ୍ କଲେ, ତାପରେ ପ୍ରାକ୍ଟିସ୍ କଲେ, 160, 165, 170, 175 ପିଲା ଆଣିଛନ୍ତି। ଯେଉଁ ବଲ୍କରେ ଯେଉଁ ପିଲା ରହିଗଲେ, ଆମର ଯେଉଁ ଗ୍ରାଫରେ ବଲ୍କରେ ବହୁତ ପିଲା ରହିଗଲେ, 150ରୁ
155 ରୁ ଆମର 163 या 165 ଭିତରେ ପିଲା ବହୁତ ହୋଇଗଲେ। ଦେଖ ଆମର ଯୋଉ କଟଅଫ ଗଲା ଆମର କେତେ 156, ତାପରେ ଆମର ନେକ୍ସଟ ଯୋଉ ଏସିବିସି କଟଅଫ ଗଲା 153। ୟୁଆର ଆଉ ଏସିବିସି ରେ ଡିଫରେନ୍ସ କେତେ ଅଛି? 3 ମାର୍କ ଅଛି। ଏଇ 3 ମାର୍କରେ ବହୁତ ପିଲା ରହିଥିବେ। ତ ଯଦି ଜବ୍ ହବ ଏସିବିସି ପିଲାମାନଙ୍କର 160 ପ୍ଲସ୍ ଯୋଉମାନେ ଅଛନ୍ତି ସେମାନଙ୍କର ତ ଗ୍ରୁପ ଏ ପୋଷ୍ଟ ହେଇଯିବ। କିନ୍ତୁ ଏଇ ଯୋଉ 156 ରୁ ନେକ୍ସଟ କେତେ ବଢିବ ଗ୍ରୁପ ବି ପାଇଁ 1.5 टाइम्स जेहेतु अछि ଆଉ ऑनलाइन एग्जाम जेहेतु करछि टिके अनप्रेडिक्टेबल हो जाए। 2 मार्क 4 मार्क 5 मार्क किसी कहि होबनी, कारण 0.25 रे भी 90-100 पिला रह। तो जदि कट ऑफ जीव गोटे मार्क रे भी माने हमर 156 टा 157 भी हे पारे जो माने ग्रुप सी पई माने जो फाइनल कट ऑफ जीव जते बेले 157 फॉर ग्रुप बी माने ग्रुप सी जाय पारे आ 160 जाय पारे हमर ग्रुप बी एमिति भी हे पारे। किंतु जदि माने डिफरेंस बहुत थिबो ताले ए जो 156 टा 157 टा 160 भी हे पारे। 160 फॉर ग्रुप सी आ 162 या 163 फॉर ग्रुप बी एमिति भी हे पारे। कारण ये जो ऑनलाइन एग्जाम रे डेटा समस्तंकर जଣା पड़े नाही। सेमान पाखे टीसीएस पाखे थिबो या अलगा जो वेबसाइट होची सेतिर थिबो। पिला कोठी भर्ती हे कर अछंती सेटा जଣା पड़े। जिते भी पिला अछंती जो माने टेलीग्राम रे जो पोल होची पोल रे 300-400 पिला मारथिले 160 प्लस 400 पिला जदि 400 पिला 160 प्लस मारचंती ताले ग्रुप बी कोन 160 प्लस रही जो ग्रुप बी तो हमरो 200 टा पोस्ट अछि यूआर पई। टोटल हाँ धर टोटल सब मिसे कर जदि 512 अछि तो 400 प्लस मारचंती 160 प्लस रे ग्रुप बी पोस्ट हे पारे। किंतु एबे कहि होबो ना एबे जहा सिचुएशन हलानी आ जहा कट ऑफ जाउची जो ट्रेंड रे सेटा अनप्रेडिक्टेबल। तो प्रथम आमे माने जो दीटा पॉइंट हला कि वैकेंसी एते थाई करी माने कट ऑफ हाई जबार प्रथम रीजन हला ये ऑनलाइन एग्जाम ता सहित जो पिला से टाइम रे जी एडॉप्ट करथिबो ता मार्क पड़थिबो। सबुठु हाईएस्ट वाला कट ऑफ 2025 रे 2000 लास्ट 24 रे जायतिला हमरो 2023 रे जायतिला 105 तापर एटा हला 106.5 तो हाईएस्ट वाला। तापर देखो मेन जिंस होची हमरो कोन रहुची माने इजी रहितला पेपर मेन तो ऑब्वियसली इजी रहितला इजी रहिला बोली आ देखो दीटा जिंस होची गोटे जति एग्जाम बहुत हार्ड हे जाउची ना जति हार्ड हे जाउची ताले पिला चांस नेबे नाही। जति गोटे क्वेश्चन आसुनी जमार गोटे क्वेश्चन आसुनी केते पिला अटेंड करिवे जे टिके पढिथिबो से 10-12 अटेंड करिवे आ जति एग्जाम इजी रहउची केते पिला अटेंड करिवे जे जति पढि भी नथिबो ताकू भी आसीबो जे पढि भी थिबो ताकू आसीबो तो समस्त अटेंड करिवे। तो सेटा होता जति एग्जाम हार्ड लेवल आसी जे मेहनत करूची भाई से पाइबो आ जति माने एग्जाम इजी लेवल आसी तो ए टाइम रे लक फैक्टर हियो माने जे वर्षे प्रिपरेशन करथिबो आ जे 1 मंथ प्रिपरेशन करथिबो दी जण लेवल समान होला किछि भी डिफरेंस हला नाही हला। हमरो वैकेंसी केते 2022 रे 1325 थिला 2025 रे 1576 वैकेंसी सबुठु हाईएस्ट थिला 2024 रे सबुठु लोएस्ट 595 ग्रुप बी से टाइम रे कम थिला 2025 रे बम्पर वैकेंसी थिला बम्पर 1576 किंतु ए 1576 सेही भाग्यवान पिला माने जो माने जो एग्जाम टा हला से दिन निजको माने जो ओडिया इंग्लिश सारिला परे निजको कूल रखिले आ समाने प्रिपरेशन कले कट ऑफ बहुत हाई जाउची। आरआई प्री रे जो 88 पाई करी पिला सिलेक्शन ही नथिला आउट ऑफ 100 तापर आरआई मेंस रे 100 देखो जतो केते गला 140 या 142 समथिंग जायछि पिला सेतरे भी अछंती हमरो आरआई पाइबे न पाइबे 140 145 रखी कर भी डाउट अछि। तो ये जो 2025 रो जो एग्जाम टा माने जो हिसाब रे जाउची ट्रेंड ऑनलाइन एग्जाम टा
ଅଫଲାଇନ୍ ମୁଁ କହୁନି, ଅଫଲାଇନ୍ ଓପିଏସସି ଏସବୁ ଯଦି ହବ, ଓପିଏସସି ତ ଅନଲାଇନ୍ କରେ ନାହିଁ, ଅଫଲାଇନ୍ ହିଁ କରେ। ତ ଅଫଲାଇନ୍ରେ ଟିକେ ଗେମ୍ ଅଲଗା, ଅନଲାଇନ୍ରେ ଇଜି ପକେଇଦବ, ଅଫଲାଇନ୍ରେ ସେମିତି କିଛି ନାହିଁ, ଟିକେ ଗେମ୍ ଅଲଗା ରହିବ, ବୁଝିଲ। ଆଉ ଗୋଟେ କଥା ହଉଛି ମାନେ ଆମର ପ୍ରିପାରେସନ୍ ଲେଭେଲ୍ ବହୁତ ବଢିଗଲାଣି ପିଲାମାନଙ୍କର। ଆଗରୁ ସୋର୍ସ ଜଣା ନଥିଲା, ଏବେ ପ୍ରତି ଘରେ ଘରେ ଗୋଟେ ୟୁଟ୍ୟୁବର, ପ୍ରତି ଘରେ ଘରେ ଗୋଟେ ଟିଚର, ପ୍ରତି ଘରେ ଘରେ ଗୋଟେ ବ୍ଲଗର, ପ୍ରତି ଘରେ ଘରେ ଗୋଟେ ସର୍ଟସ ସେମାନେ ବନଉଛନ୍ତି। ଓପିଏସସି ଏସବୁ ଜିଏସ୍ କୋଉଠୁ ପଢିବେ, ଆମର ଓଏସଏସସି ଜିଏସ୍ କୋଉଠୁ ପଢିବେ? ଓଏସଏସସି ଜିଏସ୍ ପାଇଁ ମୁଁ ଏଇ ଦୁଇଟା ବହି ଫଲୋ କରିଥିଲି, ଏଇ ବହିଟା ଫଲୋ କରନ୍ତୁ। ତ ମାନେ ପ୍ରତି ଦେଖିବ ସର୍ଟସ ହଜାର ହଜାର ଭର୍ତ୍ତି, ସୋର୍ସ ଆଗରୁ ଜଣା ନଥିଲା, ଏବେ ସୋର୍ସ ଜଣା ଅଛି, ବହି ଜଣା ଅଛି। ଦେଖ ଦିଟା ଡିଫରେନ୍ସ ହଉଛି, ଆଗରୁ କଣ ରହୁଥିଲା, ସୋର୍ସ ଜଣା ନଥିଲା, ଓଡିଆ କୋଉଠୁ ପଢିବ, ଓଡିଆ ଇଂଲିଶ ମାନେ କିଛି ଫରକ ପକେଇଲାନି, କିନ୍ତୁ ଜିଏସ୍ ଯିଏ ଟିସିଏସ୍ କରିଥିବ ସେ ଜାଣି ଯାଇଥିବ। ଟିସିଏସ୍ ତ କରିଛି ଯୋଉ ଜିଏସ୍ ଟା, ସେ ଆରଆଇ ଆମର ଏନଟିପିସି ହଉ ୟା ଆମର ସିଜିଏଲ ହଉ, ସେଇ ଜିଏସ୍ ଟା ଟିକେ ପ୍ରିପାରେସନ କରିଥିବ, ୟା ଯୋଉ ଲେଭେଲ ସେ କରିଥିଲା, ଯାହା ତୁକା ଯେ 20-30ଟା ବାଜିଲା ସେ ଜବ୍ ପାଇଯିବ। ଆଉ ମେନ୍ ଜିନିଷ ହଉଛି ଆଜିକାଲି ସମସ୍ତେ କଣ କରୁଛନ୍ତି ନା ଆମର ପ୍ରିପାରେସନ ବହୁତ ବଢିଆ ସେ ମାନେ କରୁଛନ୍ତି, ୟା ସେମାନେ ସୋର୍ସ ଜାଣି ଦଉଛନ୍ତି, କୋଶ୍ଚିନ୍ ଏଇଠୁ ଆସୁଛି, ବୁକ୍ ଜଣା ପଡୁଛି, ତ ସେଇଠୁ ସେମାନେ ପ୍ରିପାରେସନ କରୁଛନ୍ତି। ତ ସେଇଟା ଗୋଟେ ହେଇପାରେ। ଆଉ ଗୋଟେ କଥା, ଏଇଟା ସବୁଠୁ ବଡ ଫ୍ୟାକ୍ଟର, ଏଇଟା ସବୁଠୁ ବଡ ଫ୍ୟାକ୍ଟର, ମାନେ ଆମର ଯୋଉ ରିପିଟର ଷ୍ଟୁଡେଣ୍ଟସ୍, ମାନେ ଅଲରେଡି ଜବରେ ଅଛନ୍ତି, କିଛି ଗୋଟେ ଗ୍ରୁପ ବି ମାନେ ପାଇଛନ୍ତି, ୟା ଗ୍ରୁପ ସି ପାଇଛନ୍ତି, ଭାଇ ଗ୍ରୁପ ସି ପାଇଛ, ଗ୍ରୁପ ବି ପାଇ ମାନେ ପଢିବା ଯୋଗ୍ୟ, ସେମାନେ ପଢିବା କଥା, କାରଣ ନିଜ ଲାଇଫକୁ ତମେ କେତେ ଭଲ କରିପାରୁଛ ସେଟା ତମ ହାତରେ ଅଛି। ତ ସେଥିପାଇଁ ଗ୍ରୁପ ସି ରୁ ଗ୍ରୁପ ବି ବହୁତ ପିଲା ପକେଇଥିଲେ। ତାପରେ ଆମର ଯୋଉମାନେ ଗ୍ରୁପ ବି ଅଛନ୍ତି, କିଛି ଗ୍ରୁପ ବି ଭଲ ପୋଷ୍ଟ ପାଇବା ପାଇଁ ସେମାନେ ପକେଇଥିଲେ। ତ ଏଇ ଯୋଉ ଲେଭେଲ ର ପିଲା ଥିଲେ 200 400 ୟା 500, ସେମାନେ କମ୍ପିଟିସନକୁ ଆଉ ଟିକେ ହାଇ କରିଦେଲେ, ଯୋଉଟା କି ହେବା କଥା। କାରଣ ପିଲା ଯଦି କମ୍ପିଟିସନ ରହୁଛି, ସିରିୟସନେସ୍ ପିଲା ରହୁଛି, ତ ସେ ଯୋଉଠି ବି ଜବ୍ ନେଇଯିବ। ଜଣେ ଯଦି ସିରିୟସ୍ ଅଛି ପଢା ପାଇଁ, ଡେଲି ପଢୁଛି, ଡେଲି ଇଏ କରୁଛି, ତା ପାଇଁ ହଜାରେ ଯଦି ମାନେ ଆସୁଛନ୍ତି ଏସ୍ପିରାଣ୍ଟ, ତାକୁ କିଛି ଫରକ ପଡିବନି, ତାର ଗୋଟେ ପୋଷ୍ଟ ଥୁଆ, ତାକୁ କେହି କାଟି ପାରିବେନି। ଯେତେବେଳେ ମୁଁ ବି ଯୋଉ ଏକ୍ଜାମ ଦଉଥିଲି, ମୁଁ ଆଗରୁ ଭାବୁଥିଲି କି ହଁ ମାନେ ଗୋଟେ ପୋଷ୍ଟ ମୋର ଅଛି, ସେଟା ଯାହା ବି ହେଇଯାଉ, ଯଦି 3ଟା ପୋଷ୍ଟ ଅଛି ସେ ଭିତରୁ ମୋର ଗୋଟେ, ସେଇ ଗୋଟେ ପୋଷ୍ଟ ମୁଁ ନେବି, ଆଉ 2ଟା ପୋଷ୍ଟ ବାକି ମାନଙ୍କର, ସେ ଲେଭେଲର ପ୍ରିପାରେସନ ମୁଁ କରୁଥିଲି। ତ ମୁଁ ଜାଣୁଥିଲି, ପିଆଇକ୍ୟୁ ଆନାଲିସିସ୍ କରୁଥିଲି, ତାପରେ ଆଗକୁ କରୁଥିଲି, ସେଇ ହିସାବରେ ଆଗକୁ ଚାଲୁଥିଲି। ଏବେ ତମେ କଣ କରିପାରିବ, ଏବେ ତ ଆମର ଏଇଟା ସରିଲା, ଯାହାର ହେଇଛି ତାକୁ କଂଗ୍ରାଚୁଲେସନ, ଆଉ ଯାହାର ହେଇନି ସେ କଣ କରିପାରିବ, ସେ ଗୋଟେ କାମ କରିପାରିବ, ଆମର ଯାହା ଆଗକୁ ଏକ୍ଜାମ ଅଛି ତାକୁ ପ୍ରିପାରେସନ ଭଲସେ କରିବା ପାଇଁ। ଆଗକୁ ଏକ୍ଜାମ କଣ ହଉଛି, ଏସ୍ ମାନେ ଯୋଉ ଆମର ଏସ୍ ନୋଟିଫିକେସନ ଆସିବ। ତ ଦେଖ, ଯଦି ଏସବୁ ନୋଟିଫିକେସନ ଆସୁଛି, 340 ପୋଷ୍ଟ ଆସୁଛି, 140ଟା ୟୁଆର ପାଇଁ ଆସୁଛି, 140, ତ ଏଇ 140 ରେ ହେଲା, ମାନେ ତମକୁ କେତେ ଘଣ୍ଟା ପଢୁଥିବା ଦରକାର ଦିନକୁ, ଆଉ କେତେ କୋଶ୍ଚିନ୍ କରିବା ଦରକାର, ଆଉ କେତେ ମାନେ ଟାଇମରେ ୟୁଟିଲାଇଜ କରିବା ଦରକାର, ତମେ ନିଜେ ମେହନତ କର। ଲାଷ୍ଟ ଟାଇମ କଟଅଫ ଯାଇଥିଲା 289, 289 ଯାଇଥିଲା କଟଅଫ। ତ ଏଥର କେତେ ଯିବ ସେଇ ହିସାବରେ ତମେ ପ୍ରିପାରେସନ କର। 340 ଅଛି, ଏମିତି ନୁହଁ କି ଲାଷ୍ଟ ଟାଇମ 289 ଯାଇଥିଲା ଏଥରକ 289, ନା, ଆରଥର 29ଟା ପୋଷ୍ଟ ଥିଲା ବୋଲେ 289 ଯାଇଥିଲା, ଏଥର 340 ପୋଷ୍ଟ ଅଛି, ଧର ସେଇ 10 12 ମାର୍କ ୟା 15 ମାର୍କ ଡିଫରେନ୍ସ ରହିବ, 275 ୟା 270। କିନ୍ତୁ ଆମକୁ ଟାର୍ଗେଟ କରିବାର ଅଛି କେତେ, ତମେ ଟାର୍ଗେଟ ଯଦି 310 କରିବ, ତାହେଲେ ତମେ ଆସିକରି ପହଞ୍ଚିବ 265 ରୁ 270 ଭିତରେ। କାରଣ 310 ଯଦି ତମେ ଆଟେଣ୍ଡ କରିବ, ସେଥିରୁ ତମର ଭୁଲ ହବ 5% ୟା 10%, ଯୋଉଟା କି 15ଟା ପାଖାପାଖି ଭୁଲ ହବ, 15ଟା 20ଟା ପାଖାପାଖି ଭୁଲ ହବ। ଯଦି 20 ଭୁଲ ହଉଛି, ତାହେଲେ 290 ତମର ମାର୍କ ଆସିଲା।
290 ମାର୍କ ଆସିଲା, ପୁଣି 20ଟା ଯେହେତୁ 5 ମାର୍କ କଟିବ 285। 20ଟା ତ ଭୁଲ ମୁଁ କହିବିନି ହବ ବୋଲି, ମିନିମମ୍ ତ 30ଟା ପାଖାପାଖି ଭୁଲ ହବ ସବୁ ସବଜେକ୍ଟ, ଯେହେତୁ 4ଟା ଅଛି। ତମେ GS ରେ 7-8ଟା ଭୁଲ କରିପାରିବ, ମ୍ୟାଥରେ ତମେ ଯେତେ ସ୍ପିଡ କଲେ ବି ସେଇଥିରେ 3-4ଟା ଭୁଲ ହେଇଯିବ। ତାପରେ ରହିଲା ଓଡ଼ିଆ ଇଂଲିଶ ତ ଭାଇ ତମର ଭୁଲ ହବ 7-8ଟା 10ଟା ଭୁଲ ହବ। ତ ସେମିତି 30ଟା ପାଖାପାଖି ଯଦି ଭୁଲ ହଉଛି, 310 ରୁ 30 କଲା 280, 280 ରୁ ପୁଣି 7.25 ପଳେଇଲା ତ 263। ଟାର୍ଗେଟ ଯେତେ କରିବ ତାର 30 ମାର୍କ ରେଞ୍ଜରେ ତମର ମାର୍କ ଆସିବ। ତ ସେଇ ହିସାବରେ ତମେ ଟାର୍ଗେଟ କର, ପ୍ରିପାରେସନ କର, ଆଉ ଟାଇମ ନାହିଁ। ହଁ, नो डाउट कि माने एग्जाम खराब ହେଇଛି ତ ଆମର ମାନେ କିଛି ଗୋଟେ କରିହବନି, କିନ୍ତୁ କଣ କରିବା, ଏକ୍ଜାମ ଯଦି ଖରାପ ହେଇଛି ଆମେ କିଛି କରିପାରିବା କି? ନେକ୍ସଟ ପାଇଁ ପଢ। ଗୋଟେ କଥା ମନେ ରଖିବ, ଯେତେବେଳେ ତମ ଫେଲୁଅର ଟା ତମକୁ ପୁରା ଡାଉନ କରିଦେଇଥିବ, ସେଇ ଟାଇମରେ ଏମିତି ଗୋଟେ ତମେ ନେକ୍ସଟ ପାଠ ପଢିକରି ଗୋଟେ ସକ୍ସେସ ଆଣିବ କି ତମ ଏ ଫେଲୁଅର ଟା ପୁରା ଲୁଚିଯିବ। ଆମକୁ ଯଦି OSSC CGL ହେଲାନି, ତମେ ଯଦି ଏଇସବୁ ପଚାରିଦବ, କେହି ବି ପଚାରିବେନି କି ତମର ମାନେ OSSC CGL ହେଲା ନ ହେଲା, କେହି ପଚାରିବେନି, ଏଟା ହିଷ୍ଟ୍ରି ବନିଯିବ। ଆଉ ଯଦି ଏସବୁ ବି ହଉନି, ତାହେଲେ ତମେ ହିଷ୍ଟ୍ରି ବନିଯିବ। ତ ଠିକ ଅଛି, ରହିଲି। ଆଉ ଗୋଟେ କଥା, ଯୋଉମାନେ ଯଦି ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେବାକୁ ଚାହୁଁଛ, ଆମର ଟେଲିଗ୍ରାମ ଗ୍ରୁପ ଲିଙ୍କ ଦେଇଦେବି, ସେଥିରେ ତମେ ଜଏନ୍ ହେଇପାରିବ। थैंक यू सो मच। ଆମେ ଏ ଭିଡ଼ିଓର ମହତ୍ଵ ଥିଲା କି ଆମେ ଜାଣିବା କି ପ୍ରିପାରେସନ ଲେଭେଲ କୋଉ ମାନେ ରେଟ୍ ରହୁଛି, ପିଲା କୋଉ ରେଟ୍ରେ ପଢୁଛନ୍ତି, ଆଉ ସେ ଜମାନା ନାହିଁ କି ଆମେ PG ପରେ ଭାବୁଛୁ କି କଣ ପଢିବୁ। ପିଲା ଏଠି ଗ୍ରାଜୁଏସନ ବେଳେ ହିଁ ପ୍ରିପାରେସନ ଷ୍ଟାର୍ଟ କରିଦଉଛନ୍ତି, ତାଙ୍କ ପାଖେ ସୋର୍ସ ଅଲରେଡି ଏଭେଲେବୁଲ ଅଛି, ସେମାନେ ଅଲରେଡି ଟେଷ୍ଟ ସିରିଜ ଦଉଛନ୍ତି। ତମେ ଯେତେବେଳେ ମାନେ ଶୋଉଛ, ସେଇ ଟାଇମରେ 100ଟା ପିଲା ପଢୁଛନ୍ତି। ତ ନିଜକୁ ଡେଲି ମୋଟିଭେଟ କର, ପାଠ ପଢ। ପାଠ ପଢିବାଟା ଜରୁରୀ। ଏଟା 10ମ କ୍ଲାସ ନୁହଁ କି ମାନେ ତମେ ମାନେ ପଢିଲ ଆଉ ଏକ୍ଜାମ ଦେଇଦେଲ, 70 ମାର୍କ 80 ମାର୍କ ଆଣିଲ, କିଛି ଫରକ ପଡିଲାନି। ତମ ସାଙ୍ଗ ପିଲା ହିଁ ତମର କମ୍ପିଟିସନ ଏଠି। ତମେ ଲାଇବ୍ରେରୀରେ ତମେ ଯାହାକୁ ବେଷ୍ଟ ଫ୍ରେଣ୍ଡ ଭାବୁଥିବ, ସେ ପିଲା ହିଁ ତମର କଟ୍ ଥ୍ରୋଟ୍ କମ୍ପିଟିସନ। ଯଦି ତମର ଗୋଟେ ପୋଷ୍ଟ ଅଛି, ତମ ସାଙ୍ଗ ଆଉ ତମକୁ ଯଦି ମାନେ ଏକ୍ଜାମ କରାଯିବ, ତମେ ନିଜେ ହିଁ କହିବ ମୋ ସାଙ୍ଗକୁ ମୁଁ ମାରିବି, ତାପରେ ଏଇ ମାନେ ଗୋଟେ ପୋଷ୍ଟ ମୁଁ ନେବି। କମ୍ପିଟିସନ ଏ ଲେଭେଲରୁ। ତ ସେଥିପାଇଁ ନିଜକୁ ଏମିତି ବନାଅ କି ମାନେ ତମେ ଗୋଟେ ପାହାଡ ହେଇଯିବ, ବାକି ସମସ୍ତେ ତମ ପଛରେ ପଛରେ ଥିବେ। ତମେ ଅଲରେଡି ଜବ୍ ପାଇଯାଇଥିବ। ଆଉ ତମେ ଯଦି ମାନେ କହିବ କି ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚଢି ଯାଆନ୍ତୁ ପିଠିରେ, ତାହେଲେ ତମେ ପିଠିରେ ସମସ୍ତେ ଚଢିକରି ପଳେଇବେ। ନିଜକୁ ଟିକେ ସ୍ମାର୍ଟ କର, ସୋର୍ସ ଯୋଉଠି ମିଳୁଛି ପଢ, ଯୋଉଠୁ ମାନେ ନଲେଜ ପାଉଛ ପଢ। ୟୁଟ୍ୟୁବରେ କେତେ ଫ୍ରି ଅଛି, ସବୁ ଫ୍ରି ଅଛି, ପଇସା ଦେଇକରି କିଛି ପଢିବା ଜରୁରୀ ନାହିଁ। କିନ୍ତୁ ଏଇଟା ମେହନତ କରିବାକୁ ପଡିବ, ମେହନତ କଲେ ହିଁ ତମକୁ ସକ୍ସେସ ମିଳିବ। OPSC ASO ର ଯୋଉ ରହୁଛି, OPSC ASO ତାର ଡିଟେଲ୍ସ ଭିଡ଼ିଓ ଗୋଟେ ମୁଁ ଆଣିବି, ଆଉ ଏଇ ଯୋଉ 4-6 ମାସ ଅଛି ଏକ୍ଜାମ ପାଇଁ, ତା ପାଇଁ ଭଲସେ ମୋ ଆଡୁ ଯେତେ ହବ ମୁଁ ଟିକେ ହେଲ୍ପ କରିଦେବି। ବାକି ତମ ଉପରେ ରହିଲା, ଯିଏ ପଢିବ ସେ ଜବ୍ ପାଇବ, ଆଉ ଯିଏ ପଢିବନି ନେକ୍ସଟ ଇୟର ଚାଲିଥିବ ତାର। ଧନ୍ୟବାଦ, ରହିଲି। ଜୟ ଜଗନ୍ନାଥ।